ଆପଣ କାନ୍ଥ ଘଣ୍ଟା ଲଗାଉ ନାହାନ୍ତି ତ? ଲଗାଉଥିଲେ ହେଇଯାଆନ୍ତୁ ସାବଧାନ। କାନ୍ଥ ଘଣ୍ଟାରେ ଏହି ଦିଗରେ ଲଗାଇବା ରହିବନି ମାନସିକ ଅଶାନ୍ତି ଆର୍ଥିକ ସଙ୍କଟ। ଆସନ୍ତୁ ଜାଣିବା କ'ଣ। ବର୍ତ୍ତମାନ ସମସ୍ତ ହାତରେ ଏକ ମୋବାଇଲ ରହିଛି। ଏବେକା ସମୟରେ ଘଣ୍ଟା ତାର ଆଶ୍ୱସ୍ତ ଏକ ପ୍ରକାର ହରାଇ ବସିଛି। ଏହା ସତ୍ତ୍ୱେ ଏହାକୁ ଘରେ ସଜାଇବା ଉଦ୍ଦେଶ୍ୟରେ ହେଉ କି ବାସ୍ତୁଶାସ୍ତ୍ର ଅନୁସାରେ ଲୋକେ ଘରେ ଲଗାଇବାକୁ ଭୁଲନ୍ତି ନାହିଁ। ଆଧୁନିକ ସମାଜରେ ଏହା ସତ୍ତ୍ୱେ ଘରକୁ ସଜାଇବା ଉଦ୍ଦେଶ୍ୟରେ ବାସ୍ତୁ ଅନୁଯାୟୀ ଲୋକେ ଘରେ ଭୁଲନ୍ତି ନାହିଁ। ଆଧୁନିକ ସମାଜରେ ଏକ ଷ୍ଟାଟସର ଏକ ଚିହ୍ନ ଭାବରେ ମଧ୍ୟ ଧ୍ୟାନ ଦିଅନ୍ତି। ଆଧୁନିକ ସମାଜରେ ଏହାକୁ ଷ୍ଟାଟସର ଏକ ଚିହ୍ନ ଭାବରେ ମଧ୍ୟ ଦିଆଯାଉଛି। ଘରେ ସଜାଇବା ଉଦ୍ଦେଶ୍ୟରେ ଅନେକ ଏବେ କି କାନ୍ଥ ଘଣ୍ଟା କିଣି ନେଉଛନ୍ତି। କିନ୍ତୁ ଆପଣ ଜାଣନ୍ତି କି କାନ୍ଥ ଘଣ୍ଟା ଲଗାଇବା ପାଇଁ ବାସ୍ତୁଶାସ୍ତ୍ରରେ ଏକ ନିର୍ଦ୍ଦିଷ୍ଟ ଦିଗ ବିଷୟରେ କୁହାଯାଇଛି। ଏହି ନିର୍ଦ୍ଦିଷ୍ଟ ଦିଗକୁ କାନ୍ଥ ଘଣ୍ଟା ଲଗାଇ ଧନପ୍ରାପ୍ତି ଯୋଗ ରହିଛି। ବାସ୍ତୁଶାସ୍ତ୍ର ମୁତାବିକ ଘରେ କିମ୍ବା ଅଫିସ କାନ୍ଥରେ ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବା ବାରଣ କରାଯାଇଛି। କାରଣ ଦକ୍ଷିଣ ଦ୍ୱାରକୁ ଯମ ଦ୍ୱାର ବୋଲି କୁହାଯାଏ। ଏହି ଦିଗରେ ଘଣ୍ଟା ଲଗାଇଲେ ଘରକୁ ସମସ୍ୟା ଆସେ, ଆମର ଆର୍ଥିକ ସଙ୍କଟ ଆସିଥାଏ। ଏହା ସହିତ ବ୍ୟବସାୟୀରେ ମଧ୍ୟ କ୍ଷତି ଆଶଙ୍କା ବୃଦ୍ଧି ପାଇଥାଏ। ତେଣୁ ବାସ୍ତୁଶାସ୍ତ୍ରରେ ମୁଖ୍ୟ ଦ୍ୱାର ଉପରେ ଘଣ୍ଟା ଲଗାଇବାରେ ବାରଣ କରାଯାଇଛି। କେବଳ ଆର୍ଥିକ ସଙ୍କଟ ନୁହେଁ, ମାନସିକ ସ୍ୱାସ୍ଥ୍ୟ ଉପରେ ଏହା ପ୍ରଭାବ ପକାଇଥାଏ। ସବୁବେଳେ ଘରେ ଅଶାନ୍ତି ଲାଗି ରହେ, ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଶାରୀରିକ ଜୀବନରେ ମଧ୍ୟ କାନ୍ଥ ଘଣ୍ଟା ପ୍ରଭାବ ରହିଛି, ଏଥିରୁ ବିରତ ରହିବା ଆବଶ୍ୟକ ରହିଛି। ତେଣୁ ମୁଖ୍ୟ ଦ୍ୱାର ଉପରେ କାନ୍ଥ ଘଣ୍ଟା ଲଗାଇବା ବାରଣ କରାଯାଇଛି। ସବୁବେଳେ ଘରେ ଅଶାନ୍ତି ଲାଗି ରହେ, ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଶାରୀରିକ ଜୀବନରେ ମଧ୍ୟ କାନ୍ଥ ଘଣ୍ଟା ପ୍ରଭାବ ରହିଛି, ଏଥିରୁ ବିରତ ରହିବା ଆବଶ୍ୟକ ରହିଛି। ତେଣୁ ମୁଖ୍ୟ ଦ୍ୱାର ଉପରେ କାନ୍ଥ ଘଣ୍ଟା ଲଗାଇବା ବାରଣ କରାଯାଇଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ।